ଆସିଲା ପରେ ନବୀନ ସହିତ ନେଗୋସିଏସନ୍ ହେବ। ବିଜେଡି କ୍ୟାଣ୍ଡିଡେଟ୍ ଡିକ୍ଲେୟାର କରିଦେଲା, କଂଗ୍ରେସ ଏବେ ଟିକେ ପଛରେ। କଂଗ୍ରେସ କେବେ ପଛେଇନି। ଭକ୍ତ ଦାସକୁ ଧନ୍ୟବାଦ। ଓଡ଼ିଶାର ପିସିସି ସଭାପତି ଦାୟିତ୍ୱ ନେଲା ପରେ ଗୋଟେ ମ୍ୟାଜିକ୍ ଭଳିଆ ପରିବର୍ତ୍ତନ ହେଉଛି ଗାଁ ଗହଳିରୁ ସହର ପର୍ଯ୍ୟନ୍ତ, ଏବଂ ରାଜ୍ୟସଭା ପାଇଁ ଠିକ୍ ପଦକ୍ଷେପ ସେ ନେଇଛନ୍ତି। ଜଣେ କଂଗ୍ରେସ ନମିନେସନ୍ କରିବ, କିଏ ନମିନେସନ୍ ନ କରିକି ତୁମେ କାହା ସହିତ ନେଗୋସିଏସନ୍ କ'ଣ କରିବ, କ'ଣ ଆଲୋଚନା? ଆମର ତ 14ଟା ମାତ୍ର। ତେଣୁ ନମିନେସନ୍ କଲା ପରେ ସିନା ଯାହା ସହିତ କଥାବାର୍ତ୍ତା କରିବ। ବଢ଼ିଆ ଚତୁରତାର କାମ କରିଛନ୍ତି, ଏବଂ ଯେଉଁ 5 ଜଣଙ୍କ ନାଁ ଦେଇଛନ୍ତି ପୃଥିବୀରେ ପ୍ରସିଦ୍ଧ, ସେମାନେ ଭାରତବର୍ଷରେ ପ୍ରସିଦ୍ଧ। ତା ଭିତରୁ ଜଣେ ଦିଆଯିବ, ଯାହାକୁ ରାହୁଲ ଗାନ୍ଧୀ ଖଗଡ଼େ ବାଛିବେ। ଏଆଇସିସିରେ ପୁଟଅପ୍ କରୁଛନ୍ତି। ବଢ଼ିଆ ପଦକ୍ଷେପ ସେ ନେଇଛନ୍ତି, ଧନ୍ୟବାଦ ତାଙ୍କୁ। ଏବଂ ଆସିଲା ପରେ 5 ଜଣଙ୍କ ନାଁ ଅଛି ସେଥିରେ। ତେଣୁ ସେ ଆସିଲା ପରେ ନବୀନ ସହିତ ନେଗୋସିଏସନ୍ ହେବ। କ'ଣ ଅନ୍ୟ କାହା ସହିତ କଥା ନେଗୋସିଏସନ୍ ହେବ? ନବୀନ ବାବୁ ତ ଦିଟା ଡିକ୍ଲେୟାର କରିସାରିଲେଣି। ସେ କରନ୍ତୁ। ଡାକ୍ତର ଅଛନ୍ତି, ତାଙ୍କୁ ଭକ୍ତ ବାବୁ ଆମର ପୃଥିବୀରେ ନାଁ କରିଥିବା ଡାକ୍ତର ଅଛନ୍ତି, ପୃଥିବୀରେ ନାଁ କରିଥିବା ଲେଖକ ଅଛନ୍ତି, ପୃଥିବୀରେ ନାଁ କରିଥିବା ସାଇଣ୍ଟିଷ୍ଟ ଅଛନ୍ତି। ତେଣୁ ଆମର କ୍ୟାଣ୍ଡିଡେଟ୍ ପୃଥିବୀରେ ମାନେ ସୁନାମ ଅର୍ଜନ କରିଛନ୍ତି। ପଶ୍ଚିମାଞ୍ଚଳରେ ଅଛନ୍ତି ବଢ଼ିଆ ଯାହାକୁ ଯାହା କ୍ୟାଣ୍ଡିଡେଟ୍। ତେଣୁକରି ରାହୁଲ ଗାନ୍ଧୀ ଖଗଡ଼େ ବାଛିବେ, ଭକ୍ତ ଦାସ ବାଛିବେ। ଭକ୍ତ ଦାସକୁ ଧନ୍ୟବାଦ। 14 ବୋଲି ଆମେ ପେପର ଆଣିନଥାନ୍ତେ, ନମିନେସନ୍ କରିନଥାନ୍ତେ, ଅସ୍ତ୍ରକୁ ଥୋଇ ଦେଇଥାନ୍ତେ। ମୁଁ ସେଥିରେ ପ୍ରସ୍ତୁତ ନୁହଁ। ଆମେ ଯୁଦ୍ଧକୁ ରେଡ଼ି, ଅସ୍ତ୍ର ଧରି ରେଡ଼ି। ନମିନେସନ୍ କଲା ପରେ ଆମେ ନେଗୋସିଏସନ୍ କରିବୁ। ନବୀନ ପଟ୍ଟନାୟକ ଡିକ୍ଲେୟାର କରିସାରିଲା ପରେ ସେ କିଛି ଅସୁବିଧା ନାହିଁ, ସବୁ ପରିବର୍ତ୍ତନ ହେଇପାରିବ। ଭାରତବର୍ଷରେ ପୃଥିବୀରେ ସବୁ ପରିବର୍ତ୍ତନ ହେଇପାରୁଛି। ରାତି ପାଇଲେ ଯୁଦ୍ଧ, ରାତି ପାଇଲେ ବନ୍ଦ। ଏଇଠି ଦେଖୁନ, ଏଡ଼େ ବଡ଼ ଦେଶ, 140 କୋଟି ଲୋକ। ମୋଦି କ'ଣ କଲା? ଟ୍ରମ୍ପ କଥାରେ ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ ସିଜ୍ ଫାୟାର କରିଦେଲା। ଏଡ଼େ ବଡ଼ ଯୁଦ୍ଧ, ଏଡ଼େ ବଡ଼ ଦେଶ। ଧନ୍ୟ ଇନ୍ଦିରା ଗାନ୍ଧୀ, ଆଜି ପାକିସ୍ତାନକୁ 2 ଭାଗ କରି ଆଜି ବାଂଲାଦେଶ ସୃଷ୍ଟି କରିଦେଇ ଯାଇଛ। ତେଣୁ କେତେବେଳେ କ'ଣ ହେବ କହି ହେଉନି। ଆପଣଙ୍କୁ ଲାଗୁଛି ପୁଣି ନବୀନ? ହଁ, ମୋତେ ଜଣାପଡ଼ୁଛି ଭକ୍ତ ଦାସ ଯେଉଁ ପଦକ୍ଷେପ ନେଇଛନ୍ତି ଖୁବ୍ ଭଲ ନେଇଛନ୍ତି। ଆମ କଂଗ୍ରେସ କ୍ୟାଣ୍ଡିଡେଟ୍ ଜିତିବ। ନବୀନ ପଟ୍ଟନାୟକ ଯେଉଁ କ୍ୟାଣ୍ଡିଡେଟ୍ ଦିଟା ଦେଇଛନ୍ତି ତାଙ୍କୁ କେମିତି ଲାଗୁଛନ୍ତି? ମୁଁ କହିପାରିବିନି, ମୁଁ ଅନ୍ୟ ଦଳ କଥା କହିପାରିବିନି। କଂଗ୍ରେସରେ ମୁଁ କଂଗ୍ରେସରେ ମଲା ପର୍ଯ୍ୟନ୍ତ ରହିବି। କଂଗ୍ରେସ କାମ କରୁଛି, କରିବି।